7 ଯୁକ୍ତକ 5 ସମାନ କେତେ ତାହେଲେ ବର୍ତ୍ତମାନ 7 ରେ 5 ଯୋଗ କରିବା ତାର ମୂଲ୍ୟ ଆମେ ବାହାର କରିବା। ଠିକ୍ ଅଛି, ଏଇଟାକୁ ବର୍ତ୍ତମାନ ମୁଁ ତୁମକୁ ଗୋଟେ ଉଦାହରଣ ମାଧ୍ୟମରେ ବୁଝାଉଛି। ଭାବିନିଅ ଯେ ତମ ପାଖରେ 7ଟି ବାଇଗଣ ଅଛି। ତାହେଲେ ବର୍ତ୍ତମାନ ମୁଁ ଗୋଟେ ବାଇଗଣ ଆଣିଲି, ତାପରେ 2ଟି, 4ଟି, 5ଟି, 6ଟି, 7ଟି ବାଇଗଣ ବର୍ତ୍ତମାନ ମୋ ପାଖରେ ଆସିଲା। ତାହେଲେ ସେଥିରେ ମୁଁ କେତୋଟି ବାଇଗଣ ଯୋଗ କରିବି? ସେଥିରେ 5ଟି ବାଇଗଣ ଯୋଗ କରିବି। ତାହେଲେ ବର୍ତ୍ତମାନ 5ଟି ବାଇଗଣ ଆଣ। 1, 2ଟି, 3ଟି, 4ଟି, 5ଟି। ତାହେଲେ ବର୍ତ୍ତମାନ 5ଟି ବାଇଗଣ ଆଣିଲି। ତାହେଲେ ବର୍ତ୍ତମାନ ଯୋଗ କର କେତୋଟି ବାଇଗଣ ହେଉଛି? ତାହେଲେ 1, 2ଟି, 3ଟି, 4ଟି, 5ଟି, 6ଟି, 7ଟି, ତାପରେ 8ଟି, 9ଟି, 10ଟି, 11ଟି, 12ଟି। ତାହେଲେ ସମୁଦାୟ କେତୋଟି ବାଇଗଣ ବର୍ତ୍ତମାନ ମୋ ପାଖରେ ଆସିଲା? ସମୁଦାୟ 12ଟି ବାଇଗଣ ଆସିଲା। ତାହେଲେ 7 ଯୁକ୍ତକ 5 ସମାନ ଆର ମୂଲ୍ୟ କେତେ ଆସିଲା? ଆର ମୂଲ୍ୟ ଆସିଲା 12। 7 ଯୁକ୍ତକ 5 ସମାନ 12। ତାହେଲେ ଯଦି ଆମେ ୟାକୁ ସଂଖ୍ୟା ରେଖା ମାଧ୍ୟମରେ କ'ଣ କରିବା ନା ଯୋଗ କରିବା, ତାହେଲେ ଏଇଟା କେମିତି ଆମେ କରିବା? ତାହେଲେ ବର୍ତ୍ତମାନ ମୁଁ ସଂଖ୍ୟା ରେଖାଟା ଏଠି ଅଙ୍କନ କରିକି ଦେଖାଉଛି ତୁମକୁ। ଏଇଟା ହେଉଛି ସଂଖ୍ୟା ରେଖା, ଏଇଟା ହେଉଛି 0, 1, 2, 3, 4, 5, 6 ଏଇଭଳି ତାକୁ ଆମେ ନମ୍ବରିଂ କରିବା। ସଂଖ୍ୟା ରେଖା ଉପରେ ନମ୍ବରକୁ ଦେଖାଇବା 9, 11, 12, 13। ସେଇଭଳି ଭାବରେ ସଂଖ୍ୟା ରେଖାର ବାମକୁ କିଏ ରହିବେ? -1, -2 ସେଇଭଳି ଭାବରେ ଚାଲିବେ। ତାହେଲେ ଆମେ 7ରେ 5 ଯୋଗ କରିବା। ତାହେଲେ ବର୍ତ୍ତମାନ ଦେଖିବା 7 କେଉଁଠି ଅଛି? ଏଇଠି ବର୍ତ୍ତମାନ 7 ଅଛି। ତାହେଲେ 7ରେ 5 ଯୋଗ କରିବା ମାନେ ଆମେ 7ରୁ ଡାହାଣକୁ 5ଟି ଘର ଯିବା। ତାହେଲେ ଏଇଟା ହେଲା ଗୋଟେ ଘର, 2ଟା ଘର, 3ଟି ଘର, 4ଟି ଘର, 5ଟି ଘର। ତାହେଲେ ଆମେ 5ଟି ଘର ଗଲେ କେଉଁ ଜାଗାରେ ପହଞ୍ଚିଲେ? 12ରେ ପହଞ୍ଚିଲେ। ତାହେଲେ ଆମେ କ'ଣ ପାଇଲେ? ଯେଉଁଟାକି ଆମେ ଏଠି ଯୋଗ କରିକି ପାଇଥିଲେ 7 ଯୁକ୍ତକ 5 ହେଉଛି ସମାନ 12। ତାହେଲେ ଏଇଠୁ ମଧ୍ୟ ପାଇଲେ 7 ସଂଖ୍ୟା ରେଖା ଉପରେ 7ଠୁ 5ଟି ଘର ଡାହାଣକୁ ଯାଇକି ଆର ମୂଲ୍ୟ ପାଇଲେ କେତେ? 12, ଯେଉଁଟାକି ଆମେ ସଂଖ୍ୟା ରେଖା ମାଧ୍ୟମରେ ମଧ୍ୟ ପାଇପାରିଲେ। ତାହେଲେ ତୁମେ ଯେମିତି ବି ଯୋଗ କରିପାର, ଏଇଭଳି ଉଦାହରଣ ନେଇକି ଯୋଗ କରିପାର, କିମ୍ବା ସଂଖ୍ୟା ରେଖା ଉପରେ ନେଇକି ଯୋଗ କରିପାର, ଯେଉଁଟାକି ସବୁଠୁ ସହଜ।